ଜୟ ଜଗନ୍ନାଥ। ମହାଭାରତ ଯୁଦ୍ଧର ପରିସମାପ୍ତି ଘଟିଛି। କୌରବ ବଂଶ ମାଟିରେ ମିଶି ସାରିଛି। ଅଧର୍ମ ଉପରେ ଧର୍ମର ବିଜୟ ହୋଇସାରିଛି। ସେହି ସମୟରେ କେହି ଜଣେ କାନ୍ଦୁଥିବାର ସ୍ୱର ଶୁଣିବାକୁ ମିଳିଛି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଗାନ୍ଧାରୀ, ଯେ ନିଜ ସ୍ୱାମୀଙ୍କ ପାଇଁ ଜୀବନ ସାରା ଆଖିରେ ଅନ୍ଧ ପୁଟୁଳି ବାନ୍ଧିକରି ଜୀବନକୁ ବିତେଇ ଦେଇଛନ୍ତି। ଯିଏ 100 ପୁତ୍ରଙ୍କର ଜନନୀ, ସେ ହେଉଛନ୍ତି ଗାନ୍ଧାରୀ। ଆଜି ପରିତାପର ବିଷୟ, ତାଙ୍କ ସାମ୍ନାରେ ତାଙ୍କ 100 ପୁତ୍ରଙ୍କର ମର ଶରୀର ପଡ଼ି ରହିଛି। ଏ ଯେଉଁ ହୃଦୟ ବିଦାରକ ଦୃଶ୍ୟ, ତାଙ୍କ ଆଖିରୁ ଛଳ ଛଳ ହିଁ ଲୁହ ବୋହି ଯାଉଛି। ମଥା ମାଟିରେ ଲୋଟି ପଡ଼ୁଛି। ସେ କଷ୍ଟ ତାଙ୍କ ପାଇଁ ଅସହ୍ୟ ହୋଇ ପଡ଼ୁଛି। ସେହି ସମୟରେ ତାଙ୍କ ସାମ୍ନାରେ ଠିଆ ହୋଇଛନ୍ତି ମହାପ୍ରଭୁ ଶ୍ରୀକୃଷ୍ଣ, ଶାନ୍ତ ସରଳ, ଓଠରେ ମୃଦୁ ହସ। ଗାନ୍ଧାରୀ ପଚାରୁଛନ୍ତି, ମହାପ୍ରଭୁ, ଆପଣ ତ ସର୍ବଜ୍ଞ, ଆପଣ ସବୁ ଜାଣିଥିଲେ, ଆପଣ ତ ସ୍ରଷ୍ଟା। କ'ଣ ପାଇଁ ମହାପ୍ରଭୁ ଆପଣ ଏ ମହାଭାରତ ଯୁଦ୍ଧକୁ କରେଇ ଅଧର୍ମ ଉପରେ ଯେଉଁ ଧର୍ମର ବିଜୟକୁ ଭାବି ନେଇ ମୋ ପୁତ୍ରମାନଙ୍କର ବିନାଶ କରିଦେଲେ? ଆପଣ ଚାହିଁଥିଲେ ଏ ଯୁଦ୍ଧକୁ ବି ଅଟକାଇ ଦେଇପାରିଥାନ୍ତେ। ଆର ପରିଣାମ ଦିନେ ଆପଣଙ୍କୁ ବି ଭୋଗିବାକୁ ପଡ଼ିବ। ଦିନେ ଆପଣଙ୍କର ବି ବଂଶ ଏହିପରି ଭାବରେ ବିନାଶ ହୋଇଯିବ। ଆପଣ ମୋ ଭଳିଆ ଏକୁଟିଆ ହୋଇଯିବେ, ଆଉ ଏହାକୁ ଦିନେ ନା ଦିନେ ଆପଣ ନିଶ୍ଚିନ୍ତ ଭୋଗିବେ। ମହାପ୍ରଭୁ ହସି ହସି ସାଦରର ସହ ସବୁକୁ ଗ୍ରହଣ କରି ନେଇଥିଲେ ଏବଂ ଉତ୍ତର ଦେଇଥିଲେ, ମାତେ, ଏ ସଂସାରରେ ଯେ ଜନ୍ମ ହୋଇଛି ତାର ମୃତ୍ୟୁ ଅନିବାର୍ଯ୍ୟ। ମୁଁ ବା ସେଥିରୁ କିପରି ବର୍ତ୍ତି ଯାଇପାରିବି? ତାଙ୍କୁ ଜଣାଥିଲା ଗାନ୍ଧାରୀଙ୍କର ସେ ସମୟର ଯେଉଁ କୋହ ଭରା କଷ୍ଟ, ଯେଉଁ ଚିତ୍କାର, ତାହା ଅଭିଶାପ ନଥିଲା। ତାହା ସେ ଜାଣିଥିଲେ ଯେ ଆମର କର୍ମର ଫଳଠାରୁ ଊର୍ଦ୍ଧ୍ୱରେ ଭଗବାନ ବି ନୁହନ୍ତି। ମୁଁ ବା ସେଥିରୁ କିପରି ବର୍ତ୍ତି ଯାଇପାରିବି? ଦିନେ ସେ ସମୟ ଆସିଥିଲା, ତାଙ୍କର ହାତର ତିଆରି ଯେଉଁ ନିୟମ, ତାକୁ ସେ ଆଖି ସାମ୍ନାରେ ଦେଖିଥିଲେ, ଯାହାକି ଯଦୁବଂଶର ବିନାଶ ତାଙ୍କ ଆଖି ସାମ୍ନାରେ ଦେଖିଥିଲେ ଏବଂ ସେଦିନ ଅନୁଭବ କରିଥିଲେ ସେ ମାର ଯେଉଁ ଚିତ୍କାର। ଜୟ ଜଗନ୍ନାଥ।